ମାଉସୀର ଝିଆରୀର ଏକା କଲର ଡ୍ରେସ୍ ମ୍ୟାଚିଂ ମ୍ୟାଚିଂ ଆମେ ମିଶୁ ତ ବ୍ଲାକ୍ ମିଶେଇ ଦେଲେ ମିଶିଯିବ ତୁ କାହା ସାଙ୍ଗରେ ବି ମିଶୁନୁ ତୁ ଭାଗ୍ୟର କଥା ଏକ୍ସଟ୍ରା ଅର୍ଡିନାରୀ ହଁ ତ ମନରେ ଭଲ ମିଠୁ ହଁ ଜାଣିଲ ଭଲ ପଡିଦବା ଏ ତ ନା ଆଲୋ ମାଉସୀ କଥା ଆଲୋ ଗୁନି ତୁ କୁମ୍ଭକର୍ଣ୍ଣ ବେଳେ କାଇଁ ବଇଛୁ ତାକୁ ନିଦ ମାଡ଼ିଲାଣି ତୁ ଯୋଉ କଥା କହୁଛୁ ସତରେ ଏପଟେ ନା ଭୋକ ହେଲାଣି ନିଦ ମାଇଲେ ଆମ ଆଣ୍ଟି ପଟେ ଶୋଇପଡୁନୁ ଶୋଇପଡ ମୋ ଧନ ତୁ ଶୋଇଛି ତୁ ଶୋଇବୁ ଖାଲି ଭଣ୍ଡି ଯାକ ମିଶିକି ଶୋଇପଡ ଶୋଇଲା ଉଠିକି ପଳେଇବି ଉଠି ପଳେଇବୁ ମୋଡ ଓହୋ କି ବାଧା ଲୋ କି ବାଧା ଓହୋ ସେ ମାଡି ବସୁ ସେ ମାଉସୀ ମାଡି ବସୁଲୋ ମୋଡା ଖାଇଦବା ମାଉସୀ ମାଡିବ ମୋଡା ଖାଇଦବା ମାମାକୁ ଭୁଲିଗଲା ମୋଡା ଖାଇଦେ ଭୁଲି ଯାଇଛି ମାନେ ପ୍ରମାଣ କର ରାତିରେ ତା ମାମା କଥା ମନେ ପଡିବ ନହେଲେ ଆଉ କଣ ଭୋକ କଲେ ଖାଇବାକୁ ମନେ ପଡିବ ନହେଲେ ମାମା ନା ଢାମା ମୋଡିଦେବା ଆମେ ଜଣକୁ ଟିକେ ମୋଡିଦେବା କହୁଛି ଏଇଗୁଡା ପାଟି କରୁଛି ଗପ କହୁଛି ମୁଁ ଦେଖୁଛି କୁକୁର ବୋଲୁ ଗୁଗୁଲୁ 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 ଏଇଟା ବି ମୁଁ ଚଏସ୍ କରିଛି ମାନେ କିଣିବି ଅବଶ୍ୟ ଭୂତ ଓଡା କ୍ଷମ ହେଇନି ଯେହେତୁ ମୁଁ ଦେଇପାରିବି ଚାହିଁଛି କିନ୍ତୁ ଚଏସ୍ ଟା କରିଛି ସେ ଚାହୁଁଛି ଖାଇଯିବ ନା ନା ସେ କହୁଛି ଏଇଟା କଣ ଗୋଟେ ବଲ ବଲ ହଉଛି ପେଚା ଭଳିଆ ଦେଖା ତୁ କାହିଁକି ମା ଗୋଟେ ଭିକ ଦିଅ ଧନିଆ ଆଲୋ ସୁନିଆ ଏ ସପ୍ତାହ କଣ ଖାଇନଥିଲି ତୋର କଣ ଇଚ୍ଛା ଥିଲା ଖାଇନି ବାଟରେ କୋଉଠି ତା ନାଳ ଗଲା ସିଏ ପାଟିରେ ପୁରେଇବ ନାଳ ଗଳିବ ଯାହା ହଉ ମାଉସୀ ଟିକେ ମୋଡି ଦଉଛି କି ତେଲ ଘଷି ଘଷି ଆଲୋ ବୋଉ ମୁଁ ଡରିଗଲି କିଏ ପଳେଇ ଆଇଲା ଲୋ ସିଏ ଏପଟେ ରହିବାକୁ ଯାଉନି ସେ ମାର୍ଟିନାଲ ହାଉସ ପଟେ ମନ ପଳେଇଲାଣି ଆଚ୍ଛା ପଳା ମାମୁଁର ଯା ପଳା ହଉ ମାମୁଁରେ ଯିବା ପାଇଁ ରେଡି ଦେଖିଲୁ ମୁଁ ଗୋଟେ ମାମୁଁ ପଟେ ତୁ କରିଦେଲୁ ପୁଣି ମାଛ ତରକାରୀ ଅଛି ନମସ୍କାର ମୁଁ ରଶ୍ମିତା ଚାଲନ୍ତୁ ଆଜି ଆମର କଣ କଣ ରୋଷେଇ ହେଇଛି ଚାଲନ୍ତୁ ଦେଖିବା ଆଜି ଆମର ମାଙ୍କ ପାଇଁ ସବୁ ରୋଷେଇ ହେଇଥିଲା ଏଠି ଆମର ଭାତ ଉଷୁନା ଭାତ ଆଉ ଇଏ ରହିଲା ଡାଲମା ତାପରେ ମିଷ୍ଟି କ୍ଷୀରି ତାପରେ এইটা ରହିଲା ଖଟା ଏଟା ମୁଁ ଟେକିବିନି ଏଟା ମାଛ ତରକାରୀ ଅଛି ନ ଟେକିଲେ ଆପଣ ମାନେ ବି ଦେଖି ପାରିବେନି ଟିକେ ଟେକି ଦବା ତାପରେ ହାତ ଧୋଇଦବା ଦେଖିଲେ ଭଲସେ ଟେକି ପାରିବେନି ସବୁ ଯାକ ଇଏ ହେଇଯିବ ପତ୍ର ତକ ଲଦି ହେଇଯିବ ଅଳ୍ପ କି ଦେଖନ୍ତୁ କାଳେ ଆପଣଙ୍କ ପାଟିରୁ ଲାଳ ଗଳିବ
ବାସ୍ ଏତିକି ହିଁ ଆମର ଆଜି ଆଇଟମ୍ ହେଇଥିଲା ମାଙ୍କ ପାଇଁ। ଆଜି ଆମର ପାଳି ଥିଲା ଆଉ ବାକି ଅଷ୍ଟମୀ କି ପୁଣି ଥରେ ହବ। ରୋଷେଇ ପାଇଁ ଆମେ 2ଟା ବେଳଠୁ ଲାଗିଥିଲୁ ଯେ ଆମର ସରିଲା 6:30 6:30 ନୁହଁ ତ 7ଟା ହେଇଗଲା। ନୂଆ ରୋଷେଇ ଆମେ ଆଉ କଣ କରିବୁ, ଖୁଡି ପୁତୁରା କରୁଥିଲୁ ରୋଷେଇ ଆଉ। ଆଉ ଏଠି ଦେଖ ଏ ସବୁ ପାଗଳ ମାନେ କଣ କରୁଛନ୍ତି। ମୋ ଝିଅ ଚାରିପଟେ ବସିକି ପାଲା କରୁଛନ୍ତି ଆଉ। ମୋ ଛୁଆ କାନ୍ଦିଲାଣି ଲୋ କୁଁ କୁଁ ହେଇକି। ଓ ଲୋ ଭୋକ ହେଲାଣି। ମାଉସୀ ମାଉସୀ ତାର ତାକୁ ଆଜି ଜଗିଛି ଆଉ। ହଁ ହଁ ଏ ନଙ୍ଗୁ ହେଇଗଲା ମୋ ଛୁଆ ନଙ୍ଗୁ ହେଇଗଲା ତା ଗାଣ୍ଡିରେ ଦିଅ 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 ଦିଅ। ଆଉ ଇଏ ହେଲା ମୋ ବୋଉ, ବୋଉଙ୍କୁ ଟିକେ ଦେଖିଦିଅ। ଓଢଣା ଦେଇ ଦଉନ୍ତି, ହାତେ ଦିଅ ହାତେ ଓଢଣା ଦିଅ। ହାତେ ଦଉନ, ହଁ ସୁନା ବୋହୂ ନୂଆ ବୋହୂ। ହଉ ଆଉ ଇଏ ସବୁ ଗୋଟେ ଗୋଟେ ପାଗଳଖାନାରୁ ଧରା ହେଇକି ଏନ୍ତି ଦେଖିଲେ। ଇଏ ସେଥିପାଇଁ ଏଠି ସବୁ ଡିଆଁ ମାଙ୍କଡ ଭଳିଆ ଡିଆଁ ହୁଅନ୍ତି। ସେ କୁକୁର ଉପରେ ଖେଳନା ବସିକି ଖେଳଉଛନ୍ତି। ବର୍ତ୍ତମାନ 9ଟା ହେଇଗଲା, ଲୋକମାନେ ଏଇନେ ଖାଇବାକୁ ଆସିବେ। ଖାଇଲା ବେଳକୁ ଆଉ ଟିକେ ଦେଖେଇଦେବି ସମସ୍ତଙ୍କୁ କେତେ ଲୋକ ଆମର ଖାଉଛନ୍ତି କଣ କରୁଛନ୍ତି। କିଛି କାମ ଧନ୍ଦା ନାହିଁ। ଇଏ ହେଲା ଆମର ବଡ ପାଗଳ। ବଡ ପାଗଳ ଇଏ ତାଙ୍କର ସବୁ ଶିଷ୍ୟ। ଓ ହିସାବରେ କଣ ଆମେ କହିଦେଲୁ ବଡ ପାଗଳ। ଇଏ ମୋ ଭଉଣୀ, ବଡ ପାଗଳର ମାନେ ପାଗଳର ଭଉଣୀ ପାଗଳି ଆଉ। ସେଟା ନିଜକୁ ବଡ ପାଗଳ କହ, ମତେ ମଝିଆ ପାଗଳ ରଖ, ଏମାନଙ୍କୁ ସାନ ପାଗଳ ରଖ। ଓହୋ ଛୁଆ ମାନେ ମୋର ଯାହା ଓହୋ ପାଗଳ ଠାରୁ ଛୁଆ ଜନ୍ମ ହେଲେ ମାନେ ପାଗଳ ଛୁଆ ଆଉ। ବାସ୍। ଆଲୋ ମୋ ଧନ ଲୋ ମୋ ସୁନା ଲୋ। ଇଏ ହେଲେ ଆମ ପୁତୁରା। ଇଏ ଆମକୁ ରୋଷେଇରେ ସାହାଯ୍ୟ କରିଥିଲେ, ଘଣ୍ଟ ଧରିଛନ୍ତି, ଲାଇଟ୍ ଧରିକି ଯାଇଥିଲେ ମାଙ୍କ ପାଖକୁ। ବର୍ତ୍ତମାନ ତାଟ ନେଇକି ଆସି ବର୍ତ୍ତମାନ ତାଟ ଆସିଗଲା, ସମସ୍ତେ ନି ଖାଇବେ। ମୁଁ ଯାଉଛି, ଲୋକ ସବୁ ଖାଇକି ପଳେଇଲେଣି। ବର୍ତ୍ତମାନ ଆମ ନନା ଖାଉନ୍ତି ଆଉ ମୁଁ ଭିଡିଓ କରିପାରିଲିନି। ନନା ପଚାରନ୍ତି କିଏ, କି ସୋସିଆଲ ମିଡିଆରେ ଛଡା ହବ। ହେ ପ୍ରଭୁ, କାମ ସରିଲା ପରେ ମୋ ଧନଟା ଉଠିଗଲା କିନ୍ତୁ ଆମେ ଖାଇନୁ। ଲୋକ ସବୁ ଖାଇକି ପଳେଇଲେଣି, 30-35 ଜଣ ଲୋକ। ଗେଲୁ ମୋ ସୁନାଟା ଦେଖନ୍ତୁ ଆଜ୍ଞା, କ୍ଷୀରି କେଇଜା ଥିଲା ଆଉ କ୍ଷୀରି ଆଉ କେତିକି ଅଛି। ଡାଲମା ତ ସରିବା ଉପରେ, ଗାଣ୍ଡିରେ ଆଉ ଟିକେ ନା ଅଳ୍ପ ପଡିଛି। ଆମେ ଖାଲି ଘରେ 4-5 ଜଣ ଖାଇବୁ, ଗଲା। ସେଠି ମାଛ ତରକାରୀ ଶେଷ। ଖଟା ବି ତ ଅଳ୍ପ ଅଛି, ଏଇଠି ଦେଖନ୍ତୁ ଖଟା ଖତମ। ତ ଆମେ ଘରେ ଖାଲି ଖାଇବାକୁ ରହିଲୁ, ଖାଇସାରିଲେ କାମ ସରିବ। ଆଉ ଏଠି ଆମ ପୁତୁରା ବି ଖାଇବାକୁ ବସି ପଇଲା। ଏତିକି ମୁଠାଟା ଭାତ। କେଇଟା ମାଛ ଖାଉଛୁ କି? ନାଙ୍ଗୁଡଟେ ଗଣ୍ଡିଟେ ମୁଣ୍ଡଟେ ଖାଉନୁ। ମୁଣ୍ଡ ଖାଇବନି ଗୋଟେ ଗିନା ଆଣି ଝୋଳ ଦେବି ଝୋଳ। ହଁ ଜମା ଆଣେ ଝୋଳ ଆଉ ଦଶ ମିନିଟ୍ ମାଛ ବାଛିକି ଖାଉ ଏଠି ଖିଆ ପିଆ ଅବସ୍ଥାରେ ଆମ ଝିଅ ଉଠିକି ଖେଳ କରୁଛି। ଗେଲୁ ଉଠିକି କହୁଛି କଣ ଏତେ ଲୋକ ସବୁ ଆସିଛନ୍ତି ଆମ ଘରେ ଖାଉଛନ୍ତି। ଆଉ ଏଠି ଦେଖ